ଝିରିଝିରା ଗାଁ ନିକଟସ୍ଥ ପଡ଼ିଆରେ ବିଶ୍ୱ ଶାନ୍ତି ମହାସଭା ଅନୁଷ୍ଠିତ। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକର ପୁକାଲି ପଞ୍ଚାୟତ ଅଧୀନ ଝିରିଝିରା ଗ୍ରାମ ନିକଟସ୍ଥ ପଡ଼ିଆରେ ଆଜି ଖ୍ରୀଷ୍ଟିଆନ ୟୁନିୟନ ପକ୍ଷରୁ ବିଶ୍ୱ ଶାନ୍ତି ମହାସଭା ଆୟୋଜିତ ହୋଇଛି। ଏହି ଅବସରରେ ରାଜସ୍ଥାନ ଜୟପୁରରୁ ଆସିଥିବା ଆଚାର୍ଯ୍ୟ ବିକାଶ ମସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାକୁ ଉଦ୍ଘାଟନ କରିଥିଲେ। ନିଜ ଭାଷଣରେ ସେ ଯୀଶୁ ଖ୍ରୀଷ୍ଟଙ୍କ ଶାନ୍ତି ପ୍ରେମ ଆନନ୍ଦ ଉଲ୍ଲାସ ଏବଂ ଭାଇଚାରାର ବାର୍ତ୍ତା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଉଦ୍ବୋଧନ ଦେଇଥିଲେ। ଏ ମହାସଭାରେ ଅନେକ ଭକ୍ତ ଓ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହି ବିଶ୍ୱ ଶାନ୍ତି ଏବଂ ସମ୍ମିଳନୀ ପାଇଁ ପ୍ରାର୍ଥନା କରିଥିଲେ। ଏ ସଭାରେ ଯୋଗ ଦେଇଥିଲେ କୋରାପୁଟ ପୂର୍ବତନ ବିଧାୟକ ରଘୁରାମ ପଡାଲ। ପ୍ରେଜ୍ ଦ ଲର୍ଡ। ମୁଁ ପାଷ୍ଟର ପ୍ରଦୀପ ଜୟପୁରିଆ ଝିରିଝିରାର ପାଳକ। ଆଜିର ଏହି ବିଶ୍ୱ ଶାନ୍ତି ମହୋତ୍ସବ ଆମେ ଆରମ୍ଭ କରିଛୁ। ଆମମାନେ ଚାହୁଁଛୁ ପ୍ରତ୍ୟେକ ପ୍ରଭୁଙ୍କର ଲୋକମାନେ ଏଠାରେ ଆସି ଈଶ୍ୱରଙ୍କର ଜୀବନ୍ତ ବାକ୍ୟ ଶୁଣନ୍ତୁ ଆଉ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ରୋଗ ବିମାର ଥିବା ଲୋକମାନେ ପରମେଶ୍ୱରଙ୍କର ଅନୁଗ୍ରହ ପ୍ରାପ୍ତ ହୁଅନ୍ତୁ। ଏଥି ନିମନ୍ତେ ଆମମାନେ ଆଜିଠାରୁ 4 ଦିନ ଆମେ ଏହି ମିଟିଂ କରୁଛୁ କି ଲୋକମାନେ ଆସି ଆପଣା ଆପଣା ଜୀବନରେ ଶାନ୍ତି ଗ୍ରହଣ କରନ୍ତୁ, ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ପାଆନ୍ତୁ ଆଉ ଈଶ୍ୱରଙ୍କର ଗୌରବ ନିମନ୍ତେ ନିଜର ଜୀବନକୁ ବଞ୍ଚାନ୍ତୁ। ଏଥିପାଇଁ ଆମେ ଆଜି 9 ତାରିଖ 10 ତାରିଖ 11 ଏବଂ 12 ଏହି 4 ଦିନର ମିଟିଂ କରୁଛୁ। ଏଥିପାଇଁ ଆପଣମାନେ ଆସନ୍ତୁ, ଈଶ୍ୱରଙ୍କର ବାକ୍ୟ ଶୁଣନ୍ତୁ। ଆଉ ଏଇ 4 ଦିନର ମୁଖ୍ୟ ଅତିଥି 2 ଜଣ ପ୍ରଭୁଙ୍କର ଦାସମାନେ ଅଛନ୍ତି। ଜଣେ ପ୍ରଭୁଙ୍କର ଦାସ ଆଜି ଯିଏ ପ୍ରଚାର କରୁଛନ୍ତି ସେ ରାଜସ୍ଥାନ ଜୟପୁର ଆଚାର୍ଯ୍ୟ ବିକାଶ ମସି ସାର୍। ଆଉ ଆସନ୍ତା 2 ଦିନ ପରେ ଆମମାନଙ୍କ ମଧ୍ୟରେ କୋରାପୁଟ ଜୟପୁରର ପ୍ରଭୁଙ୍କର ଅଭିଷିକ୍ତ ଦାସ ବକ୍ତା ଆମର ପାଣି ଆଜ୍ଞା ଅଛନ୍ତି, ରମାକାନ୍ତ ପାଣି ଆଜ୍ଞା। ଆଉ ଆମେ ଚାହୁଁଛୁ ଏହି 2 ଦିନରେ ପରମେଶ୍ୱରଙ୍କ 2 ଦାସଙ୍କ ଦ୍ୱାରା ଉତ୍ତମ ବାକ୍ୟ ଆମେ ଗ୍ରହଣ କରିବୁ ଆଉ ଆଶୀର୍ବାଦ ପାଇବୁ। ନିଶ୍ଚୟ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଉ ଆମେ ପୁକାଲି ଖ୍ରୀଷ୍ଟ ସମାଜ ମଧ୍ୟରୁ ଆମେ ପ୍ରତ୍ୟେକ ସହଯୋଗ କରୁଛୁ ଝିରିଝିରା ମଣ୍ଡଳୀକୁ କି ଅଞ୍ଚଳର ଯେଉଁ ଖ୍ରୀଷ୍ଟିଆନ ଲୋକମାନଙ୍କ ମଧ୍ୟରେ ଯେଉଁ ଏକ ଉତ୍ସାହ ଆସିଅଛି ତା 2 ପ୍ରଭୁଙ୍କ ଦାସମାନେ ଆସୁଛନ୍ତି। ସେଇ କଥା ଶୁଣି ଲୋକମାନଙ୍କ ମଧ୍ୟରେ ଏକ ଉତ୍ସାହ ଦେଖିବାକୁ ମିଳୁଛି। ଆଉ ଆଜି ଆପଣ ଦେଖୁଥିବେ କି ଅନେକ ଲୋକ ଆସିଛନ୍ତି ନାଚ ଗୀତ ସହିତ ପରମେଶ୍ୱରଙ୍କର ମହିମା ଏବଂ ଗୌରବ କରୁଛନ୍ତି। ନିଶ୍ଚୟ ଆମମାନଙ୍କର ଖ୍ରୀଷ୍ଟୀୟ ସମାଜ ସବୁବେଳେ ଏରିଆରେ ଏକ ଶାନ୍ତି ମହୋତ୍ସବ କରିଛି ଏବଂ ଏହି ବର୍ଷ ମଧ୍ୟ ସେହି ଶାନ୍ତି ମହୋତ୍ସବ ପୁନର୍ବାର କରାଯାଇଅଛି। ହଁ, ସବୁବେଳେ ଶାନ୍ତି ଆମର ଖ୍ରୀଷ୍ଟୀୟ ଲୋକମାନଙ୍କ ମଧ୍ୟରେ ପୁନର୍ବାର ସେହି ଶାନ୍ତି ଆଣିବା ପାଇଁ ଏହା ଏକ ଉତ୍ସବ କରାଯାଇଅଛି। ପଟ୍ଟାଙ୍ଗୀରୁ ଦିଲ୍ଲୀପ ଖରାଙ୍କ ରିପୋର୍ଟ, ସଂଘର୍ଷ ଟିଭି।